ରାନୁ ଚଢ଼େଇ ଓ ତାର ଝିଅ ରହୁଥାନ୍ତି। ସେମାନେ ଦୁଇ ଜଣ ଜଙ୍ଗଲରୁ ସବୁ ମଧୁ ସଂଗ୍ରହ କରି ଚଢ଼େଇମାନଙ୍କୁ ବିକ୍ରି କରୁଥାନ୍ତି। ହଠାତ୍ ଗୋଟେ ଦିନ ଜଙ୍ଗଲକୁ ଗୋଟିଏ ଦୁଷ୍ଟ ପେଚା ଆସି ସବୁ ଗଛମାନଙ୍କରୁ ମହୁ ନେଇ ଚାଲିଗଲା। ଆରେ ମା, ଏ ଦୁଷ୍ଟ ପେଚା ସବୁ ଜଙ୍ଗଲରୁ ଗଛମାନଙ୍କରୁ ମହୁ ନେଇ ଚାଲିଗଲା। ଆମେ ଏଥର କଣ ବିକ୍ରି କରି ଚଳିବା? ହଁ ରେ ମାମୁନି, ଆମକୁ ଏଥର ଆଉ କୌଣସି କାମ ଖୋଜିବାକୁ ପଡ଼ିବ, ନହେଲେ ଆମେ ଚଳିବା କେମିତି? ଏମିତି କହି ରାନୁ ଚଢ଼େଇ ଓ ମୁନି ଦୁଇ ଜଣ ମନ ଦୁଃଖରେ ବସିଥାନ୍ତି। ସେଇ ବାଟ ଦେଇ ଗୋଟିଏ ଚଢ଼େଇ ଯାଉଥାଏ। ଆରେ ଏ ଚଢ଼େଇ, ତୁମେ ଦୁଇ ଜଣ ଏମିତି ମନ ଦୁଃଖରେ କାହିଁକି ବସିଛ? ଆରେ ଚଢ଼େଇ, ଏଇ ଜଙ୍ଗଲରେ ଆମେ ମଧୁ ବିକ୍ରି କରି ଜୀବନ ବଞ୍ଚୁଥିଲୁ। ହଠାତ୍ ଗୋଟିଏ ଦୁଷ୍ଟ ପେଚା ଆସି ଜଙ୍ଗଲର ସବୁ ମହୁ ଫେଣା ଗୁଡ଼ାକୁ ଭାଙ୍ଗି ନେଇ ଚାଲିଗଲା। ଆମେ ଏଥର ମା ଝିଅ କେମିତି ଚଳିବୁ? ସେଥିଲାଗି ମନ ଦୁଃଖରେ ବସିଛୁ। ଓହୋ, ଏଇ କଥା ଯୋଗୁଁ ତୁମେ ମା ଝିଅ ଦୁଇ ଜଣ ମନ ଦୁଃଖରେ ବସିଛ? ମୋ ଭଳିଆ ଯାଦୁର ଚଢ଼େଇ ଥିଲାବେଳେ ତୁମେ ମନ ଦୁଃଖରେ କେବେ ବସିବନି। କଣ ତୁମେ ଯାଦୁର ଚଢ଼େଇ? ହଁ, ମୁଁ ଗୋଟିଏ ଯାଦୁର ଚଢ଼େଇ। ଏଇ ନିଅ, ଏଇ ଅଣ୍ଡାକୁ ନିଅ। କଣ କରିବୁ ଆମେ ଏଇ ଅଣ୍ଡାକୁ ନେଇ? ଆରେ ଚଢ଼େଇ, ତୁମେ ଏଇ ଅଣ୍ଡାକୁ ତୁମ ବଗିଚାରେ ପୋତିଦେବ। ସିଏ କାଲି ସକାଳ ହେଲା ବେଳକୁ ଗୋଟିଏ ଅଣ୍ଡା ଗଛରେ ପରିଣତ ହେବ। ଆଉ ସେ ଅଣ୍ଡା ଗଛରେ ଦିନକୁ 50ଟା 60ଟା ଲେଖାଏଁ ଅଣ୍ଡା ଫଳିବ। ଆଉ ତୁମେ ସେ ଅଣ୍ଡା ବଜାରରେ ବିକ୍ରି କରି ମା ଝିଅ ଭଲରେ ଚଳିବ। ଏମିତି କହି ଚଢ଼େଇ ରାନୁ ଚଢ଼େଇ ହାତରେ ଅଣ୍ଡା ଦେଇ ସେଠାରୁ ଚାଲିଗଲା। ତା ପରଦିନ ରାନୁ ଚଢ଼େଇ ତା ବଗିଚାରେ ନେଇ ଅଣ୍ଡାଟିକୁ ପୋତିଦେଲା। ତା ପରଦିନ ସକାଳ ହେଲାରୁ ରାନୁ ଚଢ଼େଇ ଓ ମୁନି ଦୁଇ ଜଣ ଯାଇ ଦେଖିଲା ବେଳକୁ ସତକୁ ସତ ବଗିଚାରେ ଗୋଟିଏ ବଡ଼ ଅଣ୍ଡା ଗଛ ହୋଇଛି। ଆରେ ମା, ଦେଖ, ସତକୁ ସତ କେତେ ସୁନ୍ଦର ଅଣ୍ଡା ଗଛଟିଏ ହୋଇଛି। ଏମିତି ମା ଝିଅ ସବୁଦିନ ବଜାରରେ ଅଣ୍ଡା ବିକ୍ରି କରି ଭଲରେ ଚଳିଲେ। ଗୋଟେ ଦିନ ଦୁଷ୍ଟ ପେଚା ସେମାନଙ୍କ ଅଣ୍ଡା ଗଛକୁ ଦେଖିନେଲା। ଆରେ କି ଅଦ୍ଭୁତ କଥା, ଏଠି ଗୋଟେ ଅଣ୍ଡା ଗଛ ଉଠିଛି। ଆରେ ଏଇ ଜାଗାଟା ତ ରାନୁ ଚଢ଼େଇର। ଓହୋ, ଏମାନେ ମା ଝିଅ ଦୁଇ ଜଣ ତାହେଲେ ଏଇ ଅଣ୍ଡା ଗଛରୁ ଅଣ୍ଡା ବିକ୍ରି କରି ଚଳୁଛନ୍ତି। ମୁଁ ଯାଉଛି, ତାଙ୍କ ଅଣ୍ଡା ଗଛକୁ ମୁଁ ଉପାଡ଼ି ନେବି। ଏମିତି କହି ଦୁଷ୍ଟ ପେଚା ସେ ଅଣ୍ଡା ଗଛଟିକୁ ଉପାଡ଼ି ନେଲା ଆଉ ତା ବଗିଚାରେ ନେଇ ଲଗାଇଦେଲା। ତା ପରଦିନ ସକାଳ ହେଲାରୁ ଦୁଷ୍ଟ ପେଚା ଦେଖିଲା ଅଣ୍ଡା ଗଛଟି ମରିଯାଇଛି। ଆରେ ଏ କଣ, ଏ ଅଣ୍ଡା ଗଛଟା ମରିଗଲା? ହଉ, ସେ ମରୁ, ମୋର କଣ ହେଇଯିବ? ମୁଁ ତ ଯେମିତି ଚଳୁଥିଲି ସେମିତି ଚଳିବୁ। ସେ ରାନୁ ଚଢ଼େଇର ଅବସ୍ଥା ଗାଣି ଗାଇବନି। ସେ କେମିତି ଅଣ୍ଡା ବିକ୍ରି କରିବ ମୁଁ ଦେଖିବି। ତାପରେ ଯାଦୁର ଚଢ଼େଇ ତା ଅନ୍ତର୍ଚକ୍ଷୁରେ ସବୁ କଥା ଜାଣିପାରିଲା। ଆରେ ଏ ଦୁଷ୍ଟ ପେଚା ସେ ଚଢ଼େଇମାନଙ୍କୁ ପୁଣି ଥରେ ହଇରାଣ କରି ଅଣ୍ଡା ଗଛଟିକୁ ଉପାଡ଼ି ନେଲା। ହଉ ଠିକ୍ ଅଛି, ମୁଁ ଏବେ ସେ ଜାଗାକୁ ଯାଇ ପୁଣି ଥରେ ଆଉ ଗୋଟିଏ ଅଣ୍ଡା ଗଛ ଲଗାଇଦେବି। ଏମିତି କହି ଯାଦୁର ଚଢ଼େଇ ସେ ଜାଗାକୁ ଆସି ଆଉ ଗୋଟିଏ ଅଣ୍ଡା ଗଛ ଲଗାଇଦେଲା। ଆଉ ସେ ଯାଦୁର ଚଢ଼େଇ ସେ ପେଚା ଘରକୁ ଯାଇ ପହଞ୍ଚିଲା। ଆରେ ଏ ଦୁଷ୍ଟ ପେଚା, ତୁ ସେ ଚଢ଼େଇମାନଙ୍କୁ କାହିଁକି ହଇରାଣ କରୁଛୁ? ସେମାନେ ତୋର କଣ ଦୋଷ କଲେ? ଆରେ ଏ ଚଢ଼େଇ, ମୋ ଇଚ୍ଛା ହେବ ଯାହାକୁ ମୁଁ ତାକୁ ହଇରାଣ କରିବି। ତୁ କିଏ କହିବାକୁ? ଏମିତି କହିଲା ବେଳକୁ ଦୁଷ୍ଟ ପେଚା ଚଢ଼େଇ ତା ଦେହରୁ ଶକ୍ତି ବାହାର କରି ହଠାତ୍ ପେଚାଟିକି ଗୋଟିଏ ପାରାଲିସିସରେ ପରିଣତ କରିଦେଲା। ପେଚାର ଆଉ ହାତ ଗୋଡ଼ ଚଳିଲାନି।
ଆରେ ଏ ଦୁଷ୍ଟ ପେଚା, ତୁ ଯେବେ ଭଲ କର୍ମ କରିବୁ ତୁ ଏ ପାରାଲିସିସ୍ ରୋଗରୁ ମୁକ୍ତ ହେଇପାରିବୁ। ନହେଲେ ତୋର ଏଇ ଦୁର୍ବୁଦ୍ଧି ପାଇଁ ତୁ ସବୁବେଳେ ଏଇ ରୋଗରେ ପୀଡ଼ିତ ହୋଇ ଏଇ ଜାଗାରେ ଝାଡ଼ାମୂତ୍ର ହୋଇ ତୁ ମରିବୁ। ଏମିତି କହି ଚଢ଼େଇ ସେ ଜାଗାରୁ ଚାଲିଗଲା। ପେଚାଟି ତାର ପାରାଲିସିସ୍ ରୋଗ ପାଇଁ ହାତ ଗୋଡ଼ ଆଉ କିଛି ହଲାଇ ପାରିଲାନି। ସେଇ ଜାଗାରେ ପଡ଼ି ପଡ଼ି ଶେଷକୁ ତାର ମୃତ୍ୟୁ ହେଲା। ରାନୁ ଚଢ଼େଇ ଓ ମୁନି ଜଙ୍ଗଲରେ ଅଣ୍ଡା ବିକ୍ରି କରି ଭଲରେ ଚଳିଲେ।